ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବମକେଇର ସୀମାଞ୍ଚଳ ପାତ୍ର ଯିଏକି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଥିଲେ ଆଉ ଏବେ ପଦ୍ମଶ୍ରୀ ପାଇଛନ୍ତି, ଯାହାକୁ ନେଇ ଅଞ୍ଚଳରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ। ତା ସହିତ ସେ ମଧ୍ୟ ଖୁସି ତାଙ୍କର କହିଲେ ନ ସରେ। ତାଙ୍କ ପ୍ରତିକ୍ରିୟା ନେବା। କ'ଣ କହିବେ? କେବେଠାରୁ ଆପଣ ପ୍ରହ୍ଲାଦ ନାଟକ କରୁଛନ୍ତି? କେତେ ବର୍ଷ ଧରି କରୁଛନ୍ତି? କ'ଣ କହିବେ? ମୁଁ ତ ପିଲାରୁ 10 ବର୍ଷଠୁ ଆରମ୍ଭ ନାଟ ଆଉ 30 ବର୍ଷ ଯେମିତି ହେଲା ଆଜ୍ଞା ଆଉ ତା ଉପରେ ମୁଁ ଯୋଗ ଦେଇଦେଲି। କି ପାଠ କିଛି ପଢ଼ି ନାହିଁ, ଖାଲି ଶିକ୍ଷା ମାଷ୍ଟରଙ୍କୁ ଗୁରୁ ସେବା କରି କରି ଏତେ ଦୂର ପଳେଇଛି ଆଜ୍ଞା। ମୁଁ ପାଠ କିଛି ନାହିଁ, କିଏ ପଚାରିଲେ କିଛି କହିପାରିନି। ମୁଁ ଆଉ ଯାହା ମୋତେ ବିଦ୍ୟା ଦେଇଛନ୍ତି ସେ ନୃସିଂହନାଥ, ମୋଠୁ କିଏ ବଳିକିରି କିଏ ଯାଇନି ଆଜ୍ଞା। ମୁଁ ଯୋଉଠିକି ଯାଇଛି 7 ରାତି 5 ରାତି 6 ରାତି 7 ରାତି ଏମିତି ନାଟ କରିବେ ଆଜ୍ଞା। 7 ବର୍ଷ ପର୍ଯ୍ୟନ୍ତ ଡକେଇବେ ଆଜ୍ଞା, ମୋ ସାଥିରେ ଜଣକୁ ଲଗଉଥିବେ। ଆମ ମାଷ୍ଟରମାନଙ୍କୁ ମୋର ଗୁରୁମାନଙ୍କୁ ଲାଗିଲେ ମଧ୍ୟ ପାରିପାରୁନାହାନ୍ତି। ଭଗବାନ ସେ ନୃସିଂହନାଥ ମୋତେ, ତାଙ୍କ ପାଖରେ ମାତ୍ର ମୁଁ ସବୁବେଳେ ସେବା କରୁଥାଏ। ଗୁରୁ ସେବା ମୁଁ କେବେ ତାଙ୍କୁ ଛାଡ଼ିନି। 3ଟା ମାଷ୍ଟର ରଖିଥିଲି, 3ଟା ମାଷ୍ଟରକୁ ମୁଁ ପ୍ରଦାନ କରିକିରି ଏ ବିଦ୍ୟା ନେଇଥିଲି। ଭଗବାନ ଏସବୁ ଘଟଉଛନ୍ତି କରୁଣା। ଆମ ଗାଁର ଧର୍ମ, ଆମ ଗାଁ ପିଲାମାନେ 3 ପାଠ ହେଲାଣି, କିଏ ଗୋଟେ ଇଏ ମାତ୍ର ରଖିଛନ୍ତି, କାହାକୁ ଆଣିକିରି ମଧ୍ୟ ହେଲେ ମଧ୍ୟ ନାଟ ଚାଲୁ କରୁଛନ୍ତି। ଆମ ଗାଁର ମଧ୍ୟ 3-4 ଲୋକ ଶିଖିଲେ, କିଛି କାର୍ଯ୍ୟ ହେଲାନି। ତାପରେ ଆଜି ପଦ୍ମଶ୍ରୀ ପାଇଛନ୍ତି, କେତେ ଖୁସି ଅଛନ୍ତି ଆପଣ? ଆଉ ଖୁସି ମତେ ଆଉ କିଛି ମୋର ଲୁଡ଼ା ନାହିଁ ପରା, ମତେ ଖାଲି ନାଁଟା ଲୁଡ଼ା। ମତେ କି ନେବା ଆଜ୍ଞା, ସଂସାରରେ କିଏ ନେଇନି କିଏ ନେବାନି, ଖାଲି କଥାଟା ପାଇଁ ଯୁଗ ଯୁଗ ରହିବ। ଆପଣ ଆପଣଙ୍କ ଠାରୁ ଆଉ କେତେ ଜଣ ଶିଖିଛନ୍ତି? ଆପଣଙ୍କର ଶିଷ୍ୟ ଆଉ କେତେ ଜଣ ରହିଛନ୍ତି? ଅଛନ୍ତି 4ଟା 5ଟା ଥିବେ ଆପଣଙ୍କ ଭଳି ସେ ମଧ୍ୟ ନାଟକରେ ପାଇଲେଣି। ଆମର ଇଏ ଲେଖାରେ 2ଟାକ ପାଇଲେ, ଗୋଟେ ବୃନ୍ଦା ଇଏ ପ୍ରଧାନ ସୁଣ୍ଡୁପଲ୍ଲୀର। ଆପଣଙ୍କ ପୁଅ ମଧ୍ୟ ଆପଣଙ୍କର ନାଟକ ଇଏ ଦଣ୍ଡ ପାତ୍ର, ସେ ମଧ୍ୟ ଶିକ୍ଷା ନେଇଥିଲା, ସେ ମଧ୍ୟ ଚାଲୁ କରୁଥିଲା। ଏବେ ମାଡ଼ ହେଇଛି, ପଡ଼ିଗଲା। ଏବେ ବି ଆପଣଙ୍କର ଆଗ୍ରହ ରହିଛି ନାଟ ପ୍ରତି, କିନ୍ତୁ ଆଉ ବୟସ ବାଧକ ସାଜିଛି। ଆଗ୍ରହ ଅଛି, ତାକୁ ଦେଖିଲେ ଆଗ୍ରହ ଲାଗୁଛି। କିଏ ନାଟ କରୁଥିଲେ ମୁଁ ଉଠି ପଡ଼ିବାକୁ ଇଚ୍ଛା ହଉଛି, କିନ୍ତୁ ଆଉ ବୟସ ହେଲେ ମଧ୍ୟ ଆପଣ ଯଦି ଲୁଡ଼ିବେ ଧରିକି ଆଇବାକୁ ପଡ଼ିବ ବୋଲେ କରିବି, କିଛି ଅସୁବିଧା ନାହିଁ। ଯାହା କରିବା କଥା ତାହା ଲୁଗା କରିବି, କିଛି ଅସୁବିଧା ନାହିଁ। ଆଉ କ'ଣ କରିବି ଆଜ୍ଞା। ଦେଖନ୍ତୁ, ଯେଭଳି ଭାବେ କହୁଥିଲେ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ର, ଆଉ ଜଣେ ଗ୍ରାମବାସୀ ରହିଛନ୍ତି, ସମ୍ପର୍କ ରହିଛନ୍ତି, ତାଙ୍କର ମଧ୍ୟ ପ୍ରତିକ୍ରିୟା ନେବା। କ'ଣ କହିବେ ଆଜ୍ଞା? ଆଜି ପାଇଛନ୍ତି ସୀମାଞ୍ଚଳ ପାତ୍ର, ପଦ୍ମଶ୍ରୀ ପାଇଛନ୍ତି, ଆପଣ କେତେ ଖୁସି ଅଛନ୍ତି? କିଭଳି କ'ଣ କହିବେ? ମୁଁ ବହୁତ ଖୁସି ଅଛି। ସମସ୍ତଙ୍କୁ ନମସ୍କାର, କୃତଜ୍ଞତା ଜ୍ଞାପନ କରୁଛି। ଛୋଟ ମୋର ଗାଁଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି। ବମକେଇ ମାଟିର ସେ ହେଉଛନ୍ତି ଜଣେ ଗର୍ବ ଆଉ ଗୌରବ। ଆମେ ଆଜି ଭାଙ୍ଗି ପଡ଼ୁଛୁ ଖୁସିରେ, ଛାତି ଫାଟି ପଡ଼ୁଛି ବମକେଇ ଗ୍ରାମବାସୀଙ୍କର। ଏ ହେଉଛି ଆମର ଦ୍ୱିତୀୟ ସୁପୁତ୍ର ଏମାନେ, ଯେଉଁମାନେ କି ପଦ୍ମଶ୍ରୀ ଲାଭ କରିଛନ୍ତି। ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ପରେ ସୀମାଞ୍ଚଳ ପାତ୍ର ସେ ହେଉଛନ୍ତି ଦ୍ୱିତୀୟ ଥର ପାଇଁ ସେ ଦ୍ୱିତୀୟ ଲୋକ ବ୍ୟକ୍ତିତ୍ୱ ଯିଏକି ପାଉଛନ୍ତି। ଆମେ ବହୁତ ଖୁସି ଅଛୁ। ଦେଖନ୍ତୁ, ଯେଭଳି ଭାବେ କହୁଥିଲେ ଯେ ବହୁତ ଖୁସି ଅଛନ୍ତି ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇବା ପରେ। ଆଉ ଜଣେ ମଧ୍ୟ ଅଛନ୍ତି, ତାଙ୍କର ମଧ୍ୟ ପ୍ରତିକ୍ରିୟା ନେବା। କ'ଣ କହିବେ? ଆଜି ପଦ୍ମଶ୍ରୀ ପାଇଛନ୍ତି ସୀମାଞ୍ଚଳ ପାତ୍ର, ଗାଁର ଗୌରବ, ବ୍ଲକର ବା ଜିଲ୍ଲାର, ରାଜ୍ୟର ଗୌରବ। କ'ଣ କହିବେ? ଆମେ ତ କାଲିଠାରୁ ଟିକେ ଟିକେ ଶୁଣିଥିଲୁ, ଯାହାକି ସରକାରୀ ଭାବରେ ଡିକ୍ଲେୟାର ହେଇନଥିଲା। ସେଥିପାଇଁ ଆମେ ଟିକେ ଆମର ଖୁସିଟାକୁ କାଲି ବ୍ୟକ୍ତ କରିଛୁ, କିନ୍ତୁ ଲୋକଲୋଚନକୁ ନେଇନଥିଲୁ। ଆଜି ଜାଣିଲା ପରେ ସରକାରୀ ଭାବରେ ଆମେ ବହୁତ ଖୁସି, ଆଉ ସେ ଖୁସିଟାକୁ ଆମେ ପ୍ରକାଶ କରିପାରୁନୁ, ଯେହେତୁ ଆମ ଗାଁର ଜଣେ ପାଠ ନ ପଢ଼ିଥିବା
ଆମର ତ ଆମେ ତ ତାଙ୍କ ପାଖରେ ପୁଅ ସମାନ, କିନ୍ତୁ ସିଏ ଯୋଉ ଟାଇପର ନାଚ କରିକିରି ଆଗାମୀ ଦିନରେ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ସେ ପାଇଛନ୍ତି। ଆଜି ଯେତେବେଳେ ପଦ୍ମଶ୍ରୀ ପାଇଲେ ତାଠୁ ଆହୁରି ଆମେ ଖୁସି ଅନୁଭବ କରୁଛୁ। ଆଉ ସେଇ ଖୁସିଟା ତ ଏଥିରେ କଥାରେ କହିହବନି, ତେଣୁ କେମିତି ଖୁସିଟା ଜଣେଇବୁ ଆମେ ମଧ୍ୟ ଆଜି ଜାଣିପାରୁନୁ। କିନ୍ତୁ ତାଙ୍କର ଏଇ ପରିଣତ ବୟସରେ ଯୋଉ ମିଳିଲା ସେଇଟା ବଡ କଥା। ଯାହା ହଉ ସେ ଜୀବିତ ସମୟରେ ଯୋଉ ପୁରସ୍କାରଟି ଆଜି ହାତରେ ପାଇଛନ୍ତି ସିଏ ମଧ୍ୟ ବହୁତ ଖୁସି ଅଛନ୍ତି। ଆମେ ସେ ଖୁସିଟାକୁ ବ୍ୟକ୍ତ କରିପାରୁନାହୁଁ। କାହାକୁ ଧନ୍ୟବାଦ ଜଣେଇବେ ଏଇଟା ନେଇକି ଯୋଉ ପଦ୍ମଶ୍ରୀ ପାଇଛନ୍ତି? ଦେଖନ୍ତୁ, ଏଇଟାରେ ଆମର ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କର ବହୁତ ଚେଷ୍ଟା, ଅକ୍ଲାନ୍ତ ଚେଷ୍ଟା। ଆଉ ସେ ବହୁତ ଦିନ ଆଗରୁ ଆସିକି ଯୋଉଦିନ ଆମର ଗୁରୁ ଦିବସ ହେଇଥିଲା ସେଦିନ ଏଇ ଯୋଉ ନିଜ ଗୁରୁ ପୂଜା ଯେତେବେଳେ ଆରମ୍ଭ ହେଇଥିଲା ସେଇ ସମୟରେ ଆସିକି ତାଙ୍କ ବାଇଟ୍ ଦେଇଥିଲେ, ତାଙ୍କ ଦୁଃଖ ବୁଝିଥିଲେ। ସେ ମଝିରେ ମଧ୍ୟ ତାଙ୍କର ଯୋଉ ପାଉଥିଲେ ରାଷ୍ଟ୍ରପତି ପୁରସ୍କାରଟାକୁ ସେଟା ହୋଲ୍ଡ ହେଇଥିଲା। ସେ ଦିଲ୍ଲୀ ଯାଇକିରି ସେ ବ୍ୟବସ୍ଥା ମୁଁ କରିବି, ଆପଣ ବ୍ୟସ୍ତ ହୁଅନ୍ତୁନି, ସବୁ କାଗଜ ପତ୍ର ନେଇ ସେଇଟାକୁ ସେ କଲା ପରେ ଆଜି ଯେତେବେଳେ ଏଇ ପୁରସ୍କାରଟିକୁ ସେ ଚେଷ୍ଟା ଯେତେବେଳେ କରିଛନ୍ତି ତାଙ୍କୁ ଆମେ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ ସିଦ୍ଧାନ୍ତ ବିଧାୟକଙ୍କୁ। ଆଉ କଣ କହିବୁ ତାଙ୍କୁ। ଆଉ ସେ ତ ଆଜି ମୁଁ ଫୋନ କରିଥିଲି, ସେ କହିଲେ ମୁଁ ବର୍ତ୍ତମାନ ମୁଁ ତ ଜାଣିଛି, ମୁଁ ତ କରେଇଛି, ମୁଁ ଜାଣିଛି, କାଲି ଜାନୁଆରୀ 26 ମୁଁ ତ ଆସିବି ବ୍ଲକକୁ, ଆସିଲା ପରେ ମୁଁ ନିଶ୍ଚିତ ଭାବେ ତାଙ୍କର ଆଶୀର୍ବାଦ ନେବାକୁ ଆସିବି କହିଛନ୍ତି। ଏଭଳି ଭାବେ କହୁଥିଲେ ଯେ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ର ଏବେ ବି ଗାଁରେ ରାଜା ନାଟକ ଲାଗିଲେ ତାଙ୍କ ଶିହରଣ ଜାଗି ଉଠେ, ଆଉ ସିଏ ଷ୍ଟେଜ ନିକଟକୁ ଚାଲି ଯାଉଛନ୍ତି। ତାଙ୍କର ଅନେକ ଶିଷ୍ୟ ରହିଛନ୍ତି ଯୋଉମାନେ କି ଆଜି ବି ଜିଲ୍ଲା ଓ ଜିଲ୍ଲା ବାହାରେ ନାଁ କରିଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡରୁ ସତ୍ୟନାରାୟଣ ପାଢ଼ୀ।